ଶୋଇବା ସମୟରେ ଆମେ କେବେ କେବେ କିଛି ନା କିଛି ସ୍ୱପ୍ନ ଦେଖିଥାଉ। ବେଳେବେଳେ ସେହି ସ୍ୱପ୍ନ ଆମର ସକାଳ ପର୍ଯ୍ୟନ୍ତ ମନେ ରହିଥାଏ। ବେଳେବେଳେ କିଛି ସ୍ୱପ୍ନକୁ ଆମେ ସକାଳକୁ ଭୁଲି ଯାଇଥାଉ। ତେବେ ଏପରି କିଛି ସ୍ୱପ୍ନ ଆମେ ଦେଖିଥାଉ, ଯଦି ସେହି ସ୍ୱପ୍ନ ସକାଳ ପର୍ଯ୍ୟନ୍ତ ମନେ ରହିଥାଏ ତେବେ ବି ସେହି ସ୍ୱପ୍ନ ବିଷୟରେ କାହାକୁ କେବେ ବି କହିବା ଉଚିତ ହୋଇନଥାଏ। ତେବେ ବନ୍ଧୁଗଣ, ସ୍ୱପ୍ନରେ ସାପ ଦେଖିବାର ଅର୍ଥ କ'ଣ ହୋଇଥାଏ ଚାଲନ୍ତୁ ଜାଣିବା। ଯେଉଁ ବ୍ୟକ୍ତି ସ୍ୱପ୍ନରେ କୌଣସି ସାପକୁ ଧରିଥିବାର ଦେଖିବାକୁ ପାଇଥାଏ କିମ୍ବା ସାପକୁ ମାରୁଥିବାର ଦେଖିବାକୁ ପାଇଥାଏ, ତେବେ ଏହି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ବହୁତ ଶୀଘ୍ର ଆପଣଙ୍କ ଜୀବନରେ ଥିବା କୌଣସି ଏକ ଶତ୍ରୁର ବିନାଶ ହେବାକୁ ଯାଉଛି, ଅର୍ଥାତ୍ ସେହି ଶତ୍ରୁ ଆପଣଙ୍କ ଠାରୁ ପରାସ୍ତ ହେବାକୁ ଯାଉଛି। ଏଥିସହ ସ୍ୱପ୍ନରେ ସାପକୁ ଧରିଥିବାର ଦେଖିବାକୁ ପାଇଲେ ଆପଣଙ୍କ ଜୀବନରେ ଆର୍ଥିକ ସ୍ଥିତି ମଜବୁତ ହେବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ। କେତେ ଲୋକଙ୍କ ସ୍ୱପ୍ନରେ ସାପ ଦେଖି ବହୁତ ଭୟଭୀତ ହୋଇଯାଇଥାନ୍ତି। ତେବେ ଏହି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କର କୌଣସି ଏକ ବନ୍ଧୁ ଆପଣଙ୍କ ସହ ବନ୍ଧୁତା ନାମରେ ବିଶ୍ୱାସଘାତକତା କରିପାରେ। ଯଦି କୌଣସି ବ୍ୟକ୍ତିଙ୍କୁ ସ୍ୱପ୍ନରେ ସାପ କାମୁଡ଼ିଥିବାର ଦେଖିବାକୁ ପାଇଥାଏ, ତେବେ ସେହି ବ୍ୟକ୍ତିଙ୍କୁ କୌଣସି ବେମାରୀରେ ପୀଡ଼ିତ ହେବାର ସମ୍ଭାବନା ରହିଥାଏ ବୋଲି ଜାଣିବ। ଯଦି କୌଣସି ବ୍ୟକ୍ତି ନିଜ ସ୍ୱପ୍ନରେ ଧଳା ରଙ୍ଗର ସାପକୁ ଦେଖିବାକୁ ପାଇଥାଏ, ତେବେ ସେହି ସ୍ୱପ୍ନ ସେହି ବ୍ୟକ୍ତି ପାଇଁ ବହୁତ ହିଁ ଖାସ୍ ହୋଇଥାଏ। ଏହି ସ୍ୱପ୍ନ ସେହି ବ୍ୟକ୍ତିର ଜୀବନରେ ଖୁବ୍ ଧନ ଆସିବାର ସଂକେତ ମଧ୍ୟ ଦେଇଥାଏ। ଯଦି କୌଣସି ବିବାହିତ ଲୋକଙ୍କୁ ନିଜ ସ୍ୱପ୍ନରେ କଳା ରଙ୍ଗର ସାପ ଦେଖିବାକୁ ମିଳିଥାଏ, ତେବେ ସେହି ଲୋକଙ୍କୁ ଏହି ସୂଚନା ମିଳିଥାଏ ଯେ ସେହି ବ୍ୟକ୍ତିର ବୈବାହିକ ଜୀବନ ଠିକ୍ ଭାବେ ଚାଲୁନାହିଁ। ଯଦି ସ୍ୱପ୍ନରେ ସାପ କାଟିବାକୁ ଆସିଥାଏ ହେଲେ ସାପଟି ବ୍ୟକ୍ତିଙ୍କୁ କାଟି ପାରିନଥାଏ, ଏହା ଭଲ ସ୍ୱପ୍ନ ହୋଇଥାଏ। ଆପଣଙ୍କ ଜୀବନରେ ଏବେ ସଫଳତା ପ୍ରାପ୍ତ ହେବାକୁ ଯାଉଛି ବୋଲି ଜାଣି ରଖନ୍ତୁ। ସ୍ୱପ୍ନରେ ଯଦି ବହୁତ ବଡ଼ ଅର୍ଥାତ୍ ବିଶାଳକାୟ ସାପ ଦେଖିବାକୁ ପାଇଥାନ୍ତି, ଏହି ସ୍ୱପ୍ନ ବହୁତ ଭୟଙ୍କର ହୋଇଥାଏ। ଏହାର ମାନେ ସେହି ବ୍ୟକ୍ତିର ଜୀବନକୁ କିଛି ସଙ୍କଟ ଆସିପାରେ। ଜୟ ଜଗନ୍ନାଥ।